Hello, all my students. Welcome to my YouTube channel with a new story, The Deep Friend. ଆଜି ପଢ଼ିବା ଆମେ ଲେସନ୍ 4 ଦ ଡିପ୍ ଫ୍ରେଣ୍ଡ। ଡିପ୍ କହିଲେ ବଧିର, ଯାହା କାନକୁ ଶୁଭା ଯାଏନି ତାକୁ କୁହନ୍ତି ଡିପ୍, ବଧିର ସାଙ୍ଗ। ମୋ ବଧିର ସାଙ୍ଗ, ସେଇ ବିଷୟରେ ଆଜି ଆମେ ପଢ଼ିବା। ପ୍ରଥମେ ପ୍ରି ରିଡ଼ିଂ କରିଦେବା। Listen to this story, ଏହି ଷ୍ଟୋରିଟିକୁ ଶୁଣ। Once person went to England, ଜଣେ ବ୍ୟକ୍ତି ଇଂଲଣ୍ଡକୁ ଯାଇଥିଲେ। He did not know the English except 3 words, ସେ 3ଟି ୱାର୍ଡ଼ ବ୍ୟତୀତ ଆଉ କୌଣସି ଇଂଲିଶ ଶବ୍ଦକୁ ଜାଣିନଥିଲେ। ଏକ୍ସେପ୍ଟ କହିଲେ ବ୍ୟତୀତ, ୟେସ୍, ନୋ, ଭେରି ଗୁଡ୍। ୟେସ୍ କହିଲେ ହଁ, ନୋ କହିଲେ ନା, ଭେରି ଗୁଡ୍ କହିଲେ ବହୁତ ଭଲ। ଏଇ 3ଟି ୱାର୍ଡ଼କୁ ଛାଡ଼ିଦେଲେ ଆଉ କୌଣସି ଇଂଲିଶ ଜାଣିନଥିଲେ। ଦେୟାର ୱାଜ୍ ଏ ଷ୍ଟ୍ରିଟ୍ ଫାଇଟ୍ ୱାନ୍ ଡେ, ଦିନେ ସେଠାରେ ଏକ ବସ୍ତି ମଧ୍ୟରେ, ଷ୍ଟ୍ରିଟ୍ କହିଲେ ବସ୍ତି ମଧ୍ୟରେ ଗଣ୍ଡଗୋଳ ହେଲା। ହି ୱାଜ୍ ପ୍ରେଜେଣ୍ଟ ଦେୟାର, ସେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପ୍ରେଜେଣ୍ଟ କହିଲେ ଉପସ୍ଥିତ। ଦ ପୋଲିସ ଦେୟାର ଫୋର୍ କଟ୍ ହିମ୍, ସେ ଯେହେତୁ ସେଠାରେ ଉପସ୍ଥିତ ଥିଲେ ପୋଲିସ ତାଙ୍କୁ ଧରି ନେଇଗଲା। ଦ ପୋଲିସ ଆସ୍କ୍ଡ ହିମ୍, ପୋଲିସ ତାଙ୍କୁ ପଚାରିଲା, ଡିଡ୍ ୟୁ ଟେକ୍ ପାର୍ଟ ଇନ୍ ଦ ଫାଇଟ୍, ତୁମେ ଏହି ଗଣ୍ଡଗୋଳରେ ଅଂଶଗ୍ରହଣ ଥିଲ କି? ହି ୱିଦାଉଟ୍ ଅଣ୍ଡରଷ୍ଟାଣ୍ଡିଂ, ଅଣ୍ଡରଷ୍ଟାଣ୍ଡିଂ କହିଲେ ବୁଝିବା, ସେ କିଛି ନ ବୁଝି ଦ କୋଶ୍ଚିନ୍, ପୋଲିସର କୋଶ୍ଚିନ୍କୁ ଆନ୍ସାର କଲେ କି ହଁ ମୁଁ ସେଇ ଗଣ୍ଡଗୋଳରେ ଉପସ୍ଥିତ ଥିଲି। ଦ ପୋଲିସ ଟୁକ୍ ହିମ୍ ଟୁ ଦ ପୋଲିସ ଷ୍ଟେସନ, ପୋଲିସ ତାଙ୍କୁ ପୋଲିସ ଷ୍ଟେସନ ନେଇଗଲେ। ଦ ଇନ୍ସପେକ୍ଟର ଦେୟାର ଆସ୍କ୍ଡ ହିମ୍, ପୋଲିସ ଷ୍ଟେସନରେ ତାଙ୍କୁ ଇନ୍ସପେକ୍ଟର ପଚାରିଲେ, ଲୁକ୍ ପିପୁଲ୍ ସେ ୟୁ ଟୁକ୍ ପାର୍ଟ ଇନ୍ ଦ ଫାଇଟ୍, ଲୋକମାନେ କହୁଛନ୍ତି କି ତୁମେମାନେ ସେଇ ଗଣ୍ଡଗୋଳରେ ଅଂଶଧାରୀ ଥିଲ ବା ଭାଗିଦାର ଥିଲ। ଡୁ ୟୁ ୱାଣ୍ଟ ଟୁ ସେ ଏନିଥିଙ୍ଗ ଏଗେନ୍ଷ୍ଟ ଦିସ୍ ଚାର୍ଜ, ତୁମେ ଏହି ଚାର୍ଜ ନେବା ପୂର୍ବରୁ କିଛି କହିବ କି? ହି ସେଡ୍ ନୋ, ମୁଁ କିଛି କହିବି ନାହିଁ। ହ୍ୱେନ୍ ଦ ଇନ୍ସପେକ୍ଟର ସେଡ୍ ୟୁ ୱିଲ୍ ବି ସେଣ୍ଟ ଟୁ ପ୍ରିଜନ୍, ତାପରେ ଇନ୍ସପେକ୍ଟର ଉତ୍ତର ଦେଲେ କି ତୁମକୁ ତାହେଲେ ଜେଲକୁ ପଠା ଦିଆଯାଉଛି। ଦ ମ୍ୟାନ୍ ସେଡ୍ ଭେରି ଗୁଡ୍, ଲୋକଟି କହିଲା ହଁ ବହୁତ ଭଲ, କାରଣ ସେ ୟେସ୍, ନୋ, ଭେରି ଗୁଡ୍ ଛଡ଼ା ଆଉ କିଛି ୱାର୍ଡ଼ ଜାଣି ନଥିଲା। ନାଓ ୱି ୱିଲ୍ ରିଡ୍ ଏ ଷ୍ଟୋରି, ଏବେ ଆମେ ଗପଟିକୁ ପଢ଼ିବା। ହୁଇଚ୍ ଇଜ୍ ସିମିଲାର ଟୁ ହ୍ୱାଟ୍ ୟୁ ହାଭ୍ ଲିସନ୍, ଏଇ ଗପଟିରେ ଆମେ ଯାହା ଶୁଣିଲେ ଏଇ ଛୋଟ ଗପଟିର ତା ସହିତ ସେ ସିମିଲାର ଅଛି ବା ସମାନତା ଅଛି। ଚାଲ ଆମେ ପଢ଼ିବା, ଦେଖିବା କ'ଣ ଅଛି। While reading text, read paragraph 1 to silently and answer the question that follow, ପାରାଗ୍ରାଫକୁ ଶାନ୍ତ ଭାବରେ ପଢ଼ ଆଉ କ୍ୱେଶ୍ଚିନ୍ ଆନ୍ସର ଦିଅ। Once there lived a poor man, ମୁଁ କଠିନ ଶବ୍ଦକୁ ମଝିରେ ମଝିରେ କହିଦେଉଛି, ତୁମେମାନେ ଲେଖିନେବ। Once there lived a poor man, poor man କହିଲେ ଗରିବ ଲୋକ। ଦିନେ ଗୋଟିଏ ଗ୍ରାମରେ ଗୋଟିଏ poor man କହିଲେ ଗରିବ ଲୋକ ବାସ କରୁଥିଲା। He had a rich classmate, rich କହିଲେ ଧନୀ, ତାର ଗୋଟିଏ ଧନୀ ସହପାଠୀ। କ୍ଲାସମେଟ୍ କହିଲେ ସହପାଠୀ, ତୁମମାନଙ୍କ ସହିତ ଯେମିତି ପଢ଼ୁଛନ୍ତି ଯେଉଁମାନେ ତାଙ୍କୁ କହିବା ଆମେ ସହପାଠୀ। ତାର ଗୋଟିଏ ଧନୀ ସହପାଠୀ ଥିଲା। ହି ଲିଭ୍ଡ ଇନ୍ ଏ ଟାଉନ୍, ତା ଧନୀ ସହପାଠୀଟି ଟାଉନରେ ପଢ଼ୁଥିଲା। ଟାଉନ୍ କହିଲେ ସହରରେ ପଢ଼ୁଥିଲା। ଦେ ଡିଡ୍ ନଟ୍ ମିଟ୍ ଫର୍ ଏ ଲଙ୍ଗ୍ ଟାଇମ୍, ସେମାନେ ଦୀର୍ଘ ଦିନ ଧରି ବୋଥ୍, ଦୁଇ ଜଣ ଯାକ ଦେଖା ହୋଇନଥିଲେ ବା ସାକ୍ଷାତ ହୋଇନଥିଲେ। ମିଟ୍ କହିଲେ ସାକ୍ଷାତ ହେବା। ଇନ୍ ଦ ମିନ୍ ଟାଇମ୍ ଦ ରିଚ୍ ଫ୍ରେଣ୍ଡ ହ୍ୟାଡ୍ ପ୍ରୋବ୍ଲେମ୍, ଇନ୍ ମିନ୍ ଟାଇମ୍ ମାନେ ଏହି ସମୟ ମଧ୍ୟରେ, ଇନ୍ ଦ ମିନ୍ ଟାଇମ୍ କହିଲେ ଏହି ସମୟ ମଧ୍ୟରେ, ଦ ରିଚ୍ ଫ୍ରେଣ୍ଡ ଧନୀ ବ୍ୟକ୍ତିଟିର ଗୋଟିଏ ସମସ୍ୟା ଉପୁଜିଲା।
with his ear ତା କାନରେ ସମସ୍ୟାଟି ଉପୁଜିଥିଲା and became deaf ଯେହେତୁ ତା କାନରେ କିଛି ସମସ୍ୟା ହେଲା ସେ ବଧିର ହୋଇଗଲା deaf କହିଲେ ବଧିର his friend in the village could not know this ଗ୍ରାମରେ ଥିବା ତାର ବନ୍ଧୁଟି ଏ ବିଷୟରେ ଜାଣି ନଥିଲା one day the rich friend came to know that his friend was seriously ill ଦିନେ କ'ଣ ହେଇଛି ତା ଧନୀ ସାଙ୍ଗଟି ଜାଣିବା ପାଇଁ ପାଇଲା ଯେ ତା ଗାଁରେ ଥିବା one day the rich friend come to know that his friend was seriously ill ଦିନେ କ'ଣ ହେଇଛି ତା rich friend ଜାଣିବାକୁ ପାଇଲା କି ତା ସାଙ୍ଗର ସତରେ ବହୁତ ଜୋରେ ଦେହ ଖରାପ ହେଇଛି so he decide to visit him visit ମାନେ ତାକୁ ଦେଖା କରିବା ପାଇଁ ଭାବିଲା VISIT କହିଲା ମୁଁ ତାକୁ ଦେଖା କରି ଆସିବି ମୋ ସାଙ୍ଗକୁ ନେକ୍ସଟ କ'ଣ ହେଲା ଦେଖିବା The rich friend thought to himself how can I talk to him ତା ସାଙ୍ଗ ତା ଧନୀ ସାଙ୍ଗଟି ଯେହେତୁ ଡିଫ୍ ଥିଲା ବଧିର ଥିଲା ସେ ନିଜେ ଚିନ୍ତା କଲା how can I talk to him ମୁଁ କିପରି ତା ସହିତ କଥାବାର୍ତ୍ତା ହେବି ଟକ୍ କହିଲେ କଥାବାର୍ତ୍ତା TALK I cannot hear what he will say ସେ ଯାହା କହିବ ମୁଁ ତାକୁ ଶୁଣିପାରିବି ନାହିଁ hear କହିଲେ ଶୁଣିବା he decide ସେ ନିଷ୍ପତ୍ତି ନେଲା decided କହିଲେ ନିଷ୍ପତ୍ତି ନେବା he decided to talk less ସେ ନିଷ୍ପତ୍ତି ନେଲା କି ମୁଁ କଥା କମ୍ ହେବି and carefully plan his talk ସେ ଯୋଜନା କଲା ବା ନିଷ୍ପତ୍ତି ନେଲା ଯେ ମୁଁ କଥା କମ୍ ହେବି and carefully ଯତ୍ନ ସହକାରେ କ'ଣ କଥା ହେବ ସେ ପ୍ଲାନ୍ କଲା ଯୋଜନା କଲା ଯେ ମୁଁ କମ୍ କଥା କହିବି କାରଣ ମୁଁ ଡିଫ୍ ତା ରିଚ୍ ଫ୍ରେଣ୍ଡ କହିଲା ଯେ I will say good morning ସେ ଯୋଜନା କଲା କି ମୁଁ ତାକୁ ଗୁଡ୍ ମର୍ଣ୍ଣିଂ କହିବି how are you ମୁଁ କହିବି ତାକୁ ସୁପ୍ରଭାତ ଗୁଡ୍ ମର୍ଣ୍ଣିଂ କହିଲେ ତାକୁ ଲେଖିଦିଅ GOODMORNING ଗୁଡ୍ ମର୍ଣ୍ଣିଂ କହିଲେ ସୁପ୍ରଭାତ ସେ ଡିସାଇଡ୍ କଲା କି ମୁଁ ତାକୁ ଗୁଡ୍ ମର୍ଣ୍ଣିଂ କହିବି ମୋ ସାଙ୍ଗକୁ ଦେଖା କଲେ ମୁଁ ଗୁଡ୍ ମର୍ଣ୍ଣିଂ କହିବି ଆଉ କ'ଣ କହିବି ହାଉ ଆର୍ ୟୁ ତୁମେ କେମିତି ଅଛ ବନ୍ଧୁ ହାଉ ଆର୍ ୟୁ କହିଲେ ତୁମେ କେମିତି ଅଛ ହି ୱିଲ୍ ସେ ଫାଇନ୍ ଥ୍ୟାଙ୍କ ୟୁ ତାପରେ ସେ ଯୋଜନା କଲା କି ସେ ଉତ୍ତରରେ ମୋତେ କହିବ ମୁଁ ଭଲ ଅଛି ଧନ୍ୟବାଦ ମୁଁ ଭଲ ଅଛି ଦେନ୍ ଆଇ ୱିଲ୍ ସେ ଦ୍ୟାଟ୍ସ ଗୁଡ୍ ତାପରେ ମୁଁ କହିବି ତାହା ବହୁତ ଭଲ ତାହେଲେ ଦ୍ୟାଟ୍ସ ଗୁଡ୍ କହିଲେ ତାହା ବହୁତ ଭଲ ହେଲା ଦେନ୍ ଆଇ ୱିଲ୍ ଆସ୍କ ହ୍ୱାଟ୍ ଫୁଡ୍ ଆର୍ ୟୁ ଟେକିଂ ତାପରେ ମୁଁ ପଚାରିବି ଦେନ୍ ଆଇ ୱିଲ୍ ଆସ୍କ ହ୍ୱାଟ୍ ଫୁଡ୍ ଆର୍ ୟୁ ଟେକିଂ ତୁମେ କ'ଣ ଖାଦ୍ୟ ଖାଉଛ ହି ୱିଲ୍ ନେମ୍ ଦ ଫୁଡ୍ ହି ଇଜ୍ ଟେକିଂ ତାପରେ ସେ ଯେଉଁ ଖାଦ୍ୟ ଖାଉଥିବ ତାର ନାମକୁ ସେ କହିବ ଦ୍ୟାଟ୍ସ ଗୁଡ୍ ଫର୍ ୟୁ ସେଇ ମୁଁ ତାପରେ କହିବି ସେଇଟା ଭଲ ତୁମ ପାଇଁ ଫାଇନାଲି ଆଇ ୱିଲ୍ ଆସ୍କ ହୁ ଇଜ୍ ୟୋର୍ ଡକ୍ଟର ସେ ସର୍ବଶେଷରେ ଫାଇନାଲି କହିଲେ ଶେଷରେ ମୁଁ ପଚାରିବି ହୁ ଇଜ୍ ୟୋର୍ ଡକ୍ଟର ତୁମ ଡାକ୍ତର କିଏ ହି ୱିଲ୍ ଟେଲ୍ ଦ ନେମ୍ ଅଫ୍ ହିଜ୍ ଡକ୍ଟର ସିଏ ତା ଡକ୍ଟରର ନାଁ କହିବ ଆଇ ୱିଲ୍ ସେ ଆଇ ହୋପ୍ ଗଡ୍ ୱିଲ୍ ହେଲ୍ପ ହିମ୍ ୱିଥ୍ ହିଜ୍ ୱାର୍କ ସେ ତା ଡକ୍ଟର ନାଁ କହିବ ମୁଁ କହିବି ଆଇ ୱିଲ୍ ସେ ମୁଁ କହିବି ଆଇ ହୋପ୍ ଗଡ୍ ୱିଲ୍ ହେଲ୍ପ ହିମ୍ ୱିଥ୍ ହିଜ୍ ୱାର୍କ ମୁଁ କହିବି ମୁଁ ଆଶା କରୁଛି ହୋପ୍ କହିଲେ ଆଶା କରିବା HOP ମୁଁ ଆଶା କରୁଛି ଈଶ୍ୱର ତାଙ୍କୁ ତାଙ୍କ କାମରେ ସାହାଯ୍ୟ କରନ୍ତୁ ସେ ଯେତେବେଳେ ତା ଡକ୍ଟରର ନାଁ କହିବ ମୁଁ ପ୍ରତି ଉତ୍ତରରେ କହିବି ସେ
ମୁଁ ଆଶା କରୁଛି ଈଶ୍ୱର ତାଙ୍କୁ ତାଙ୍କ କାମରେ ସାହାଯ୍ୟ କରନ୍ତୁ ବା ଭଗବାନ ତାଙ୍କ କାମକୁ ଆଗେଇ ନିଅନ୍ତୁ। ଡକ୍ଟର କାମ କ'ଣ କି? ସେ ଭଲସେ ଟ୍ରିଟ୍ କରିବା ତାର ଯେଉଁ ପେସେଣ୍ଟ ଆସିଥିବେ, ସେ ସେଥିପାଇଁ କହିଲା କି ମୁଁ ତାକୁ ଈଶ୍ୱରଙ୍କୁ କହିବି କି ତାଙ୍କ କାମରେ ସାହାଯ୍ୟ କରନ୍ତୁ ବୋଲି। ଏବେ ଯିବା ଆମେ କ୍ୱେଶ୍ଚିନ୍ ଆଡ଼କୁ। क्वेश्चन देखिबा हमर कोन अछि। क्वेश्चन हमर फास्ट अछि हु आर देयर इन दिस पैराग्राफ। एई पैराग्राफ रे किए अछंती। क्वेश्चन कोन अछि? एई पैराग्राफ रे किए अछंती। इन दिस पैराग्राफ देयर आर टू पर्सन। दुई जण व्यक्ति अछंती। दे आर जणे पुअर मैन आउ जणे एंड हिज रिच क्लासमेट। आउ जणे तांकर धनी सहपाठी। इन दिस पैराग्राफ देयर आर टू पर्सन दे आर पुअर मैन एंड हिज रिच क्लासमेट। देन जिबा में क्वेश्चन नंबर 2 को। व्हेयर डिड द रिच फ्रेंड लिव्ड। रिच फ्रेंड कोड रहउतला? शहर रहउतला। द रिच फ्रेंड लिव्ड इन ए टाउन। ता धनी सांगटी सहर रे रहुथिला। व्हेयर डिड द पुअर फ्रेंड लिव्ड। ता गरीब सांगटी कोड रहउतला? से गाँ रहउतला। द पुअर फ्रेंड लिव्ड इन ए विलेज। ता गरीब सांगटी गाँ रे रहुथिला। एबे जिबा आमे क्वेश्चन नंबर 4 को। व्हाट हैपेंड टू द रिच फ्रेंड। दिने कौन हेतिला ता धनी सांग सह? द रिच फ्रेंड हैड प्रॉब्लम विथ हिज हियर एंड बिकेम डीफ। ता धनी सांगटी रो कान रे किछि प्रॉब्लम होइथिला बा समस्या उपजिथिला, जहा द्वारा कि से डीफ हो जाइथिला। डीफ कहले बधिर होई जाइथिला। Did his poor friend in did his poor friend in the village know about his problem? ता गाँ रे थिबा सांग जानिथिले कि? No, his poor friend in the village did not know about his problem. No, his poor friend in the village did not know about his problem. ता सांग विषय से जानी नथिला। ता सांगर समस्या विषय जे से डीफ हो जाइथिला। ता योर प्रॉब्लम थिला, से डीफ हो जाइथिला। Did the rich friend want to tell his friend about his deafness? Why? Did the rich friend want to tell his friend about his deafness? ता धनी सांगटी କହିବାକୁ ଚାହିଁଲା କି ତା ବଧିର ବିଷୟରେ, କାନ ପ୍ରୋବ୍ଲେମ ବିଷୟରେ କହିବାକୁ ଚାହିଁଲା କି? କାହିଁକି? ଯଦି ବି କହିବାକୁ ଚାହିଁଲା ନାହିଁ ତାହେଲେ କାହିଁକି ସେ କହିବା ପାଇଁ ଚାହିଁଲା ନାହିଁ? नो द रिच फ्रेंड डिड नॉट। डिड लागिଛି ତ ହବ डिड नॉट। नो द रिच फ्रेंड एठो हबो टिकेडो मिस्टेक है। नो द रिच फ्रेंड डिड नॉट वांट टू टेल हिज फ्रेंड। एटा भूल अछि। नो द रिच फ्रेंड डिड नॉट एट लागिबो डिड नॉट। डिड लागिबो। नो द रिच फ्रेंड डिड नॉट वांट टू टेल हिज फ्रेंड अबाउट हिज डिफनेस। कौन पाई से कहया चाहूला? व्हाई? बिकॉज टू टेल एनीबॉडी अबाउट हिज प्रॉब्लम और वीकनेस। से कहवा पाई चाहू नथिला बिकॉज ही डिड नॉट वांट टू टेल एनीबॉडी अबाउट हिज प्रॉब्लम और वीकनेस। से एही विषय काहाकू भी कहवा पाई चाहू नथिला, कौनसी व्यक्ति विशेषको। डिड नॉट एठी लागिबो बिकॉज ही डिड नॉट। आउ थरे मैं क्वेश्चन को क्लियर कर दोची। टाइप मिस्टेक हो जाइए। डिड द रिच फ्रेंड वांट टू टेल हिज फ्रेंड अबाउट हिज डिफनेस?
No, the rich friend did not want to tell his friend about his deafness because ତାପରେ ଏଇଟା ଲାଗିବ he did not want, because he did not want to tell anybody about his problem or weakness, କାରଣ ସେ କାହାକୁ ତା ପ୍ରୋବ୍ଲେମ୍ ବିଷୟରେ ଜଣାଇବା ପାଇଁ ଚାହୁଁ ନଥିଲା। ଏବେ ଯିବା ଆମେ କ୍ୱେଶ୍ଚିନ୍ 7-8। What did the rich friend come to know about his friend? What did the rich friend come to know about his friend? ଦିନେ ତା ଧନୀ ସାଙ୍ଗଟି ଯୋଉଠି ଟାଉନରେ ରହୁଥିଲା ସେ କ'ଣ ଜାଣିବା ପାଇଁ ଚାହିଁଲା ତା ସାଙ୍ଗ ବିଷୟରେ? ଦ ରିଚ୍ ଫ୍ରେଣ୍ଡ କେମ୍, ଡିଡ୍ ଲାଗିଛି, କମ୍ର ପାଷ୍ଟ ଟେନ୍ସ ହେଇଯିବ କେମ୍। ଦ ରିଚ୍ ଫ୍ରେଣ୍ଡ କେମ୍ ଟୁ ନୋ ଦ୍ୟାଟ୍ ହିଜ୍ ଫ୍ରେଣ୍ଡ ୱାଜ୍ ସିରିୟସଲି ଇଲ୍। ଦିନେ ସେ ଜାଣିବା ପାଇଁ ଚାହିଁଲା ତା ଧନୀ ସାଙ୍ଗଟି ଗାଁରେ ରହୁଥିବା ସାଙ୍ଗଟିର ଦେହ ଖରାପ ହୋଇଯାଇଛି ବହୁତ ଜୋରେ। What 8 ନମ୍ବର କ୍ୱେଶ୍ଚିନ୍କୁ ଆସିବା। What did he decide to do? ସେ କ'ଣ କରିବା ପାଇଁ ଚାହିଁଲା? He decided to visit his poor friend living in the village. ଗାଁରେ ରହୁଥିବା ସାଙ୍ଗ ପାଖକୁ ସେ ସାକ୍ଷାତ କରିବା ପାଇଁ ଚାହିଁଲା ଯେ ମୋ ସାଙ୍ଗକୁ ମୁଁ ଦେଖିକି ଆସିବି। He decided to visit his poor friend living in the village. ସମସ୍ତେ ଲେଖିଦିଅ। ଯିବା ଏବେ ଆମେ କ୍ୱେଶ୍ଚିନ୍ ନମ୍ବର 9-10। Why did he decide to talk less? କ'ଣ ପାଇଁ ସେ କମ୍ କଥା କହିବା ପାଇଁ ଚାହିଁଲା? He decided to talk less because he could not hear what his poor friend would say. କାରଣ ସେ ଶୁଣିପାରୁନଥିଲା ତା ଗରିବ ସାଙ୍ଗ କ'ଣ କହିବ ସେ ଶୁଣିପାରିବ ନାହିଁ, ସେଇଥିପାଇଁ ସେ କମ୍ କହିବା ପାଇଁ ଚାହୁଁଥିଲା। ସେ ପ୍ଲାନ୍ ଯୋଜନା କରିଥିଲା ଯେ ମୁଁ କମ୍ କହିକି ଆସିବି, କଥା ହେବି। He decided to talk less because he could not hear what his poor friend would say. ତା ଗରିବ ସାଙ୍ଗଟି କ'ଣ କହିବ ସେ ଶୁଣିପାରିବ ନାହିଁ, ସେଇଥିପାଇଁ ସେ କମ୍ କଥା ହେବା ପାଇଁ ଚାହୁଁଥିଲା। If he say how are you? ଯଦି ତା ସାଙ୍ଗ ତାକୁ ପଚାରିବ, ତା ଭିଲେଜରେ ରହୁଥିବା ସାଙ୍ଗ ପଚାରିବ how are you to his friend, what will be his friend reply? ତା ସାଙ୍ଗ କ'ଣ ଦବ ଆନ୍ସର? If he say how are you to his friend reply will be fine, thank you. ଧନ୍ୟବାଦ, ମୁଁ ବହୁତ ଭଲରେ ଅଛି। ମୁଁ ବହୁତ ଭଲରେ ଅଛି, ଧନ୍ୟବାଦ। If he says how are you to his friend will be reply fine, thank you. ସେ କହିଲା ମୁଁ କହିବି fine, ଆନ୍ସର ହେବ ତାର fine, thank you. What did he decide to say next? ସେ କ'ଣ କହିବା ପାଇଁ ନେକ୍ସଟ ଚାହିଁଲା, ଯୋଜନା କଲା ବା ଭାବିଲା, ନିଷ୍ପତ୍ତି ନେଲା? Then he decided to say that's good. ତାହା ବହୁତ ଭଲ। ତାପରେ ସେ ଡିସାଇଡ୍ କଲା ବା ନିଷ୍ପତ୍ତି ନେଲା ଯେ ମୁଁ କହିବି ତାହା ବହୁତ ଭଲ। ଏବେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍କୁ। What his friend say? What food he is taking? What will he say? When his friend, ଯେତେବେଳେ ତା ସାଙ୍ଗ ତାକୁ ପଚାରିବ କି ତୁମେ କ'ଣ ଖାଦ୍ୟ ନେଉଛ, ସେ କ'ଣ ଉତ୍ତର ଦେବ? When, ଯେତେବେଳେ ତା ଗାଁରେ ରହୁଥିବା ସାଙ୍ଗଟିକୁ ପଚାରିବ କି ତୁମେ କ'ଣ ଖାଦ୍ୟ ନେଉଛ, ତାହେଲେ ସେ କ'ଣ କହିବ? That's good for you. When his friend say what food he is taking, he will say that's good for you. ଯେତେବେଳେ ତା ସାଙ୍ଗକୁ ପଚାରିବ କି ତୁମେ
ଯେତେବେଳେ ତା ସାଙ୍ଗକୁ ପଚାରିବ କି ତୁମେ କ'ଣ ଖାଦ୍ୟ ନେଉଛ, ସେ କ'ଣ କହିବ? ଦ୍ୟାଟ୍ସ ଗୁଡ୍ ଫର୍ ୟୁ। ତା ସାଙ୍ଗ କହିବ କି ମୁଁ ଏଇଆ ଖାଦ୍ୟ ନେଉଛି, ମୁଁ ବ୍ରେଡ୍ କି ଆପଲ୍ ଏଇଆ ଖାଦ୍ୟ ନେଉଛି, ସେ ଉତ୍ତରରେ ହିଜ୍ ଫ୍ରେଣ୍ଡ କ'ଣ କହିବ? ଦ୍ୟାଟ୍ସ ଗୁଡ୍ ଫର୍ ୟୁ। ହ୍ୱାଟ୍ ଡିଡ୍ ହି ଡିସାଇଡ୍ ଟୁ ଆସ୍କ ଫାଇନାଲି? ସେ କ'ଣ ଡିସାଇଡ୍ କଲା ଫାଇନାଲି କହିବ ବୋଲି? ଫାଇନାଲି ହି ଡିସାଇଡ୍ ଟୁ ଆସ୍କ ହୁ ଇଜ୍ ୟୋର୍ ଡକ୍ଟର। ସେ ଶେଷରେ ଭାବିଲା କି ମୁଁ ପଚାରିବି ତୁମ ଡାକ୍ତର କିଏ? ହୁ ଇଜ୍ ୟୋର୍ ଡକ୍ଟର? ହ୍ୱାଟ୍ ଉଡ୍ ହିଜ୍ ଫ୍ରେଣ୍ଡ ରିପ୍ଲାଏ ଟୁ ଦିସ୍? ହିଜ୍ ଫ୍ରେଣ୍ଡ ଉଡ୍ ଟେଲ୍ ହିମ୍ ଦ ନେମ୍ ଅଫ୍ ହିଜ୍ ଡକ୍ଟର ଇନ୍ ରିପ୍ଲାଏ। ସେ ଭାବିଲା କି ତା ସାଙ୍ଗ ରିପ୍ଲାଏରେ ଦବ କି ମୁଁ ଯେତେବେଳେ ପଚାରିବି ହୁ ଇଜ୍ ୟୋର୍ ଡକ୍ଟର, ତାହେଲେ ତା ଫ୍ରେଣ୍ଡ ରିପ୍ଲାଏ କ'ଣ ଥିବ? ଦ ନେମ୍ ଅଫ୍ ଡକ୍ଟର। ହିଜ୍ ଫ୍ରେଣ୍ଡ ଉଡ୍ ଟେଲ୍ ହିମ୍ ଦ ନେମ୍ ଅଫ୍ ହିଜ୍ ଡକ୍ଟର ଇନ୍ ରିପ୍ଲାଏ। ଉତ୍ତରରେ ଥିବ କି ତା ସାଙ୍ଗର ନାଁ। ଏବେ ଯିବା କ୍ୱେଶ୍ଚିନ୍ ନମ୍ବର 15 କୁ। When his friend tell him the name of doctor, ତା ସାଙ୍ଗ ଯେତେବେଳେ କହିଦେବ ତା ଡକ୍ଟର ନାଁ, ସେ ତାପରେ କ'ଣ କହିବ? What would he decide to say? ତାପରେ ତା ରିଚ୍ ଫ୍ରେଣ୍ଡ କ'ଣ କହିବ? ଧନୀ ଲୋକ ସାଙ୍ଗଟି କ'ଣ କହିବ? When his village friend tell him the name of the doctor, ଯେତେବେଳେ ଡାକ୍ତରଙ୍କ ନାଁ ସେ କହିଦେବ, ତା ଉତ୍ତରରେ What would he decide to say? କ'ଣ ସେ କହିବ? When his friend tell him the name of doctor, he would decide to say, ସେ ନିଷ୍ପତ୍ତି ନେଲା କି କହିବ I hope God will help him with his work. ମୁଁ ଆଶା କରୁଛି ଭଗବାନ ତାଙ୍କୁ ତାଙ୍କ କାମରେ ସାହାଯ୍ୟ କରନ୍ତୁ। ତାଙ୍କୁ ଆଗେଇ ନିଅନ୍ତୁ ବା ତାଙ୍କ କାମରେ ସାହାଯ୍ୟ କରୁଛି। I hope God will help him with his work. ଭଗବାନ ତାଙ୍କୁ ତାଙ୍କ କାମରେ ସାହାଯ୍ୟ କରନ୍ତୁ ବା ଆଗେଇ ନିଅନ୍ତୁ। ଏଇଟା ଆମର 15ଟି କ୍ୱେଶ୍ଚିନ୍ କମ୍ପ୍ଲିଟ୍ ହୋଇଗଲା। ଏଇଠି ଦି ଫ୍ରେଣ୍ଡର ପାର୍ଟ 1 ସରି ଯାଇଛି। ଏବେ ଯିବା ପାର୍ଟ 2କୁ। ଗୋଟେ ନେକ୍ସଟ ଭିଡ଼ିଓରେ ଆମେ ପାର୍ଟ 2କୁ ଆମେ କମ୍ପ୍ଲିଟ୍ କରି